ଆମ୍ଭମାନଙ୍କ ବୁର୍ଲାଙ୍ଗ ଯାତ୍ରାରେ ଦୁଲୁକୁଛି ଗାଁ ଦାଣ୍ଡ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସ୍ଥିତ କୁଟିଆକନ୍ଧ ଗ୍ରାମ ଦେଓଗଡ଼ରେ ବୁର୍ଲାଙ୍ଗ ଯାତ୍ରା ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ତୁମୁଡ଼ିବନ୍ଧ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗଦେବା ସହିତ ନିର୍ମାଣ ଅନୁଷ୍ଠାନ ନିର୍ଦ୍ଦେଶକ ବରିଷ୍ଠ ବିଜେପି ନେତା ଏବଂ କୃଷି ଉଦ୍ୟାନ ଓ ସମନ୍ୱିତ ଶିଶୁ ବିକାଶ ବିଭାଗର ଅନେକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ କୁଟିଆବନ୍ଧ ଜନଜାତି ବୁର୍ଲାଙ୍ଗ ଯାତ୍ରାରେ ଅମଳ ଶସ୍ୟକୁ କଳସୀ ସଦୃଶ୍ୟ ବାଉଁଶ ନିର୍ମିତ ବୁର୍ଲାଙ୍ଗ ନାମକ ଏକ ସ୍ଥାନରେ ରଖି ଆରାଧ୍ୟ ଦେବୀ ଡିମ୍ବୁଲ ମାତାଙ୍କୁ ପୂଜା କରିଥାନ୍ତି। ଏଥିସହିତ ଏହି ପର୍ବ ପାଳନର ବିଧିରେ ସେହି ଶସ୍ୟକୁ ଖାଇବା ଆରମ୍ଭ କରାଯାଏ। ସେପଟେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ସହଯୋଗରେ ନିର୍ମାଣ ଅନୁଷ୍ଠାନର ନେତୃତ୍ୱରେ ବୁର୍ଲାଙ୍ଗ ଯାତ୍ରା ପାଳନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କିସମର ଚାଷ କରି ସଫଳତା ପାଇଥିବା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ପରିଶେଷରେ ଛାତ୍ରୀଙ୍କ ଦ୍ୱାରା ଆଦିବାସୀ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାରୁ ଜ୍ୟୋତିପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।